जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम सेशन स्टार्ट करियो भूमि चयन रिगार्डिंग भूमि चयन माने समस्त भाबंती कि आमे जदि जमी किनिया ଯିବୁ जमी किनिया पूର୍ବରୁ बा ନୂଆ ଘର ତିଆରି କରିବୁ ତା ଆଗରୁ ଆମେ ଭୂମି ଟା ଦେଖିକି ଆସିବୁ। ମୋ କହିବା କଥା ହେଲା ଖାଲି କଣ ଜମି କିଣିକି ଘର କରିବା ପୂର୍ବରୁ ଦେଖିଲେ ଜମିଟା ହୁଏ କି? ସେଇଟା ତ ନୁହେଁ ନା। ମୋ କହିବା କଥା ହେଲା ଇୟା ଯେ ଯଦି ତମେ ଭଡା ବି ରହିବାକୁ ଯାଉଛ ସେ ଜାଗାରେ ପରିବେଶରେ ତମେ ଭୂମିଟାକୁ ଦେଖିପାରିବନି କି? ପରିବେଶର ଆମର ମନ ସହିତ ବହୁତ ହି ଘନିଷ୍ଠ ସମ୍ପର୍କ ରହିଛି। ତେଣୁ ଯଦି କୌଣସି ଜାଗାରେ ଖାଲି ଭୂମି ଅଛି ବା ଘର ଅଛି ସେଠି ସର୍ବପ୍ରଥମେ ତମେ ଦେଖିବ ଯେ ଇମ୍ପୋର୍ଟାଣ୍ଟ ଜିନିଷ କଣ ଥାଇପାରେ। କିଛି ଗଛ ଲତା ଥାଇପାରନ୍ତି, କିଛି ପଶୁ ପକ୍ଷୀ ଥାଇପାରନ୍ତି, ପାହାଡ ଥାଇପାରେ, ନଦୀ ଥାଇପାରେ, ଝରଣା ଥାଇପାରେ। ତାହେଲେ ଆମକୁ ଏଇସବୁ ଜିନିଷ ପ୍ରତି ନଜର ରଖିବାକୁ ହବ। କଣ ନଜର ରଖିବାକୁ ହବ? କଣ ନଜର ରଖିବା ଆମେ ମାନେ ଯେ ଭାରତୀୟ ସଂସ୍କୃତିରେ ଭୂମିକୁ ସର୍ବପ୍ରଥମେ ମା ବୋଲି କୁହାଯାଇଛି, ମାଟିକୁ ମା ବୋଲି କୁହାଯାଇଛି, ମାତୃ ସମ୍ମାନ ଦିଆଯାଇଛି। ମାଟି କଣ ପାଇଁ ଦିଆଯାଇଛି? କାରଣ ଆମେ ସେଇଠି ଆସିକି ରହୁନା। ଯୋଉ ଘରେ ବାସ କରିବା ପାଇଁ ଯୋଉ ଭୂଖଣ୍ଡ ଆବଶ୍ୟକ, କୋଉ ଭୂମି ଟା କିଣିବାକୁ ଗଲେ ଭଲ ଲାଗେ, ମାନେ ଭଲ ହୁଏ, ଯିଏ କି ଆମର ସୁଖ ସମୃଦ୍ଧିକୁ ଜୀବନରେ ପ୍ରଶସ୍ତ କରେ, ସେଇ ଜମିଟା କିଣିବା ନିତ୍ୟାନ୍ତ ଆବଶ୍ୟକ। ଠିକ ଅଛି, ସେ ଜମି କିଣିବା ନିତ୍ୟାନ୍ତ ଆବଶ୍ୟକ। ଯୋଉ ଜମି କିଣିଲେ ଆମର ଦେଖିବେ ବହୁତ ବଡ ବଡ ଲୋକ ଥିବେ, ଯୋଉମାନେ କଣ କରିବେ ନା ଜମି କିଣିକି ତଳି ତଳାନ୍ତ ହେଇଯାଇଥିବେ। ତେଣୁ ଆମେ ଆଜି ୟାର କିଛି ଗୋଟେ ହାର୍ଡ ଆଣ୍ଡ ଫାଷ୍ଟ ରୁଲ ନାହିଁ। ତମେ ଗଲ ଜମି ଉପରେ, ତମେ ଦେଖିଲ ଭଲ ଭଲ ଗଛ ଅଛି, ଔଷଧୀୟ ଗଛ ଅଛି, ତୁଳସୀ ଗଛ ଅଛି, ସମତଳ ଭୂମିଟି ଅଛି, ଦକ୍ଷିଣ ପଟକୁ ଢାଲୁ ଅଛି, ବଢିଆ। ଦକ୍ଷିଣ ପଟେ ପାହାଡ ଅଛି, ବଢିଆ। ପଶ୍ଚିମ ପଟେ ପାହାଡ ଅଛି, ବଢିଆ। କିନ୍ତୁ ଠିକ ବିପରୀତ ଯଦି ପୂର୍ବ ଉତ୍ତରରେ ପାହାଡ ରହିଗଲା, ଦକ୍ଷିଣ ପଟେ ଯଦି ନଦୀ ଆଉ ନାଳ ରହିଗଲା। ତେଣୁ ଏଇ ନଲେଜ ଟା ସମସ୍ତଙ୍କ ରହିବା ଦରକାର। ଆମେ ତ ଭୂମି ଚୟନ ପଢୁଛେ, ଭୂମି ଚୟନର ଗୋଟେ କ୍ଲାସରେ ସରିବନି, ଆମେ ଦି ତିନିଟା କ୍ଲାସ ନବା ଉପରେ। ମୁଁ ଗୋଟେ ବେସିକ ଆଇଡିଆ ଆପଣ ମାନଙ୍କୁ ଦେଲି। ଯୋଉ ଭୂମି ଉପରେ ଗଛଲତା ଥାଆନ୍ତି, ଭଲ ଗଛ ଥାଆନ୍ତି, କଣ୍ଟକାକୀର୍ଣ୍ଣ ଗଛ ନୁହେଁ, ଆଲୁ ଆଲୁ ଗଛ ନୁହେଁ, ଅନା ଅନା ଗଛ ନୁହେଁ, ଭଲ ଗଛ ମାନେ କଣ? ଆମ୍ବ ଗଛ, ପଣସ ଗଛ, ଚାକୁଣ୍ଡା ଗଛ, ଜୀବିତ କିଛି ଜିନିଷ, ଯୋଉ ଗଛ ଗୁଡାକ କି ମନୁଷ୍ୟର କାମରେ ଲାଗନ୍ତି। ତୁଳସୀ ଗଛ, ଠିକ ଅଛି, ସେଇଗୁଡାକ ରହିବା ଉପଯୋଗୀ ହେଇଥାନ୍ତି। ତମେ ଯାଇଥିବ, ସେ ଜମି ଫାଟି ଯାଇଥିବ, ତାହେଲେ ତମେ ଭାବୁଛ ସେ ଜମି ଫାଟି ଯାଇଥିବ, ଯୋଉ ଜମିଟା ସେ ଜମିଟାକୁ ତମେ ଇଏ କରି, ଜମିଟାକୁ ତମେ ଯଦି ଆ ରହିବ, ସେଇଟା ଭଲ ଘର ହବ? ହବନି, କଦାପି ହବନି। ତମେ ଯାଇଛ, ଗୋଟେ ହାଡ ପଡିଛି, ଗାଈ ହାଡ ହେଲା, ସେଠି କଣ ଭାଇବ ଆସିବ? ନେଗେଟିଭ ଭାଇବ ଆସିବ। ତେଣୁ ଆଉ ଯଦି ଯାଇଛ ତମେ, ଘରଟା ଆବଡ ଖାବଡ ଜମିଟା ଅଛି, ସେଇଟା ବି ଭଲ ନୁହଁ। ବୁଝିପାରୁଛ କଥାଟା? ଯଦି ଜମି ଉପରେ ଔଷଧୀୟ ବୃକ୍ଷଲତା କିଛି ଅଛି, ଯେମିତି ତୁଳସୀ ଗଛ ହେଲା, ବେଲ ଗଛ ହେଲା, ଅନ୍ୟାନ୍ୟ ସବୁ ଗଛ ହେଲା, ଯୋଉଟା କଣ ଜଡିବୁଟିରେ କାମରେ ଲାଗେ, ତାହେଲେ ସେ ଜାଗାଟା ନିଶ୍ଚିତ ଭାବରେ ବହୁତ ବଢିଆ। ଯୋଉ ଜମି ଉପରେ ନେଉଳ ବାସ କରିଥାଏ, ସେ ଜମିଟା ବହୁତ ହି ଭଲ, ଶ୍ରେଷ୍ଠ ଏବଂ ଶୁଭପ୍ରଦ।
ଯଦି ନେଉଳ ବାସ କରୁଥିବା ଜମି ଉପରେ କୌଣସି ଲୋକ ଘର କରନ୍ତି ତାହେଲେ ଗୃହକର୍ତ୍ତାକୁ ଯଶ, ଲାଭ, ସମ୍ପତ୍ତି ଏବଂ ପ୍ରତିଷ୍ଠା ମିଳିଥାଏ। ଏବଂ ଏଇ ଭୂମି ମଧ୍ୟ ଭୂତ, ପ୍ରେତ ଏବଂ ନେଗେଟିଭ ଏନର୍ଜିକୁ, ଆସୁରିକ ଶକ୍ତିକୁ ନଷ୍ଟ କରିଥାଏ ଯୋଉଠି ନେଉଳ ବାସ କରନ୍ତି। କାରଣ ନେଉଳ ହଉଛନ୍ତି ସୂର୍ଯ୍ୟଙ୍କ ପ୍ରତୀକ, ଆଉ ସୂର୍ଯ୍ୟଙ୍କୁ କାଳପୁରୁଷ କୁଣ୍ଡଳୀରେ ଆତ୍ମାର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ଯଦି ଯୋଉ ଜମିରେ ସାପ ରହିବେ ସେ ହେଲେ ରାହୁଙ୍କ ପ୍ରତୀକ, ତେଣୁ ସେ ଜମି ରହିବା ପାଇଁ ପ୍ରଶସ୍ତ ନୁହେଁ। ଯେଉଁ ଭୂମି ଉପରେ ଘୋଡା ବାସ କରନ୍ତି ସେ ଭୂମି ମଧ୍ୟ ଶୁଭଦାୟକ। ଗୃହ ନିର୍ମାଣ କଲେ ଭଲ ଧନ ଧନ ସମ୍ପତ୍ତି ପ୍ରାପ୍ତ ହୁଅନ୍ତି, ସୁସ୍ଥ ଶରୀର ଜୀବନ ଯାପନ କରନ୍ତି, ଭଲ କାମ ମିଳେ, ଜୀବନ କାଳ ମଧ୍ୟରେ ହୃଦ ରୋଗରୁ ରକ୍ଷା ପାଇଥାନ୍ତି। ଘୋଡାକୁ ମଧ୍ୟ ସୂର୍ଯ୍ୟଙ୍କ ପ୍ରତୀକ ବୋଲି ମାନେ, ଠିକ ଅଛି ନା। ମେଷ, ସିଂହ, ଭାଇ ଦେଖ, ସବୁ ଯେ କହିବ ଯେ ଏକ୍ଜାକ୍ଟଲି ହେଇଯିବ ସେମିତି ନାହିଁ। ପୁଣି ରାଶି ହିସାବରେ ଭୂମି ଚୟନ ଅଛି। ଯୋଉ ଜମିରେ ସବୁ ଘୋଡା ମାନେ ବାସ କରିଥାନ୍ତି ମେଷ, ଧନୁ ଓ ସିଂହ ରାଶି ପାଇଁ, ଯୋଉ ଜମିରେ ନେଉଳ ସବୁ ବାସ କରିଥାନ୍ତି ମେଷ, ଧନୁ ଆଉ ସିଂହ ରାଶି ପାଇଁ ବହୁତ ବଢିଆ। ଲାଲ ରଙ୍ଗର ଗାଈ ସୂର୍ଯ୍ୟଙ୍କ ପ୍ରତୀକ, ହଳଦିଆ ରଙ୍ଗର ଗାଈ ବୃହସ୍ପତିଙ୍କ ପ୍ରତୀକ। ଯୋଉ ଜମି ଉପରେ ଗାଈ ମାନେ ବାସ କରିଥାନ୍ତି ସେ ଜମିରେ ଯଦି ଘର କରାଯାଏ ସେଟା ସବୁଠୁ ଶ୍ରେଷ୍ଠ ଏବଂ ଶୁଭପ୍ରଦ। କିନ୍ତୁ ଗୋଶାଳାରେ ଘର କରାଯାଇପାରେ କିନ୍ତୁ ଗୋଚରରେ ଘର କରାଯାଇ ପାରିବନି, କାରଣ ସେଟା ଗାଈଙ୍କ ଚରିବା ସ୍ଥାନ। ତେଣୁ ଗୋଚର ଭୂମିକୁ ପରିତ୍ୟାଗ କରିଦବା ଉଚିତ। ଯୋଉ ଭୂମି ଉପରେ ମହୁମାଛି ମାନେ ବସା କରିଥାନ୍ତି, ମହୁମାଛି ହଉଛନ୍ତି ବୃହସ୍ପତିଙ୍କ ପ୍ରତୀକ, ତେଣୁ ଯଦି କୌଣସି ଜମି ଉପରେ ମହୁମାଛି ବସା କରିଛନ୍ତି ସେ ଜମି ଉପରେ ଯଦି କୌଣସି ଲୋକ ଘର ନିର୍ମାଣ କଲା ତାହେଲେ ଗୃହକର୍ତ୍ତା ନିଶ୍ଚିତ ଭାବରେ ଧନବାନ ହୁଏ। ମହାଲକ୍ଷ୍ମୀଙ୍କ କୃପା ସଦା ସର୍ବଦା ତା ଉପରେ ଥାଏ। ଆଉ ମନେ ରଖ, କାଳପୁରୁଷ କୁଣ୍ଡଳୀରେ ସମସ୍ତେ କହନ୍ତି ଭେନସ ହଉଛନ୍ତି ଧନର କାରକ, କିନ୍ତୁ ସତ୍ୟ ଏହା ବୃହସ୍ପତିଙ୍କର ବିନା ଆଶୀର୍ବାଦରେ କୋଷଟା ବଢିବନି, ଏଇଟା କ୍ଲିୟର ହେଇଯାଉ। ଯୋଉ ଜମି ଉପରେ ଶଙ୍ଖ, କଇଁଚ ଇତ୍ୟାଦି ଦେଖିବାକୁ ମିଳେ ସେ ଜମି ମଧ୍ୟ ଶୁଭ ଏବଂ ଲାଭପ୍ରଦ ହୋଇଥାଏ। ଯୋଉ ଭୂମିକୁ ଖୋଳିଲେ ପଥର ମିଳିଥାଏ ସେ ଭୂମିରେ ସ୍ୱର୍ଣ୍ଣ ଲାଭ, ସେଠି ଯଦି ବସବାସ କରି ରହିବା ତାହେଲେ ସେଠି ସ୍ୱର୍ଣ୍ଣ ଲାଭ ହୁଏ, ସମୃଦ୍ଧି ମିଳେ। ଯଦି କୌଣସି ଧାତୁ ମିଳିଲା ତାହେଲେ ଐଶ୍ୱର୍ଯ୍ୟ ଓ ସୁଖ ମିଳିଥାଏ, ଠିକ ଅଛି। ଯୋଉ ଭୂମି ଉପରେ କୁକୁର, ଶିଆଳ, ଘୁଷୁରୀ, ଗଧ ନିୟମିତ ବାସ କରିଥାନ୍ତି ସେ ଭୂମି ଅପବିତ୍ର ହୋଇଥାଏ। ସେଇ ଭୂମି ଉପରେ ସେ ଗୃହ ନିର୍ମାଣ କରିବା ସେଟା ଲାଭପ୍ରଦ ହୁଏ ନାହିଁ। ଯେଉଁ ଉପରେ ସାପ, ବିଛ ବାସ କରିଥାନ୍ତି ସେ ଜମି ଉପରେ ଗୃହ ନିର୍ମାଣ କରିବା ଉଚିତ ନୁହେଁ, କାରଣ ବିଛା ଏବଂ ସର୍ପ ରାହୁର ପ୍ରତୀକ ଅଟନ୍ତି, ଏଣୁ ଭୂମି ରାହୁ ପ୍ରଧାନ ବୋଲି ମାନାଯାଏ। ଏଇ ଭୂମିରେ ଯଦି ତୁମେ ଗୃହ ନିର୍ମାଣ କଲ ତାହେଲେ ବିଭିନ୍ନ ପ୍ରକାର କଷ୍ଟ ଏବଂ ସଡନ ପ୍ରୋବ୍ଲେମ ତମ ଜୀବନରେ ଆସିବାଟା ଥୟ, ଅସମୟର ମୃତ୍ୟୁ, ଆକସ୍ମିକ ଦୁର୍ଘଟଣା ହେବା ଥୟ, ଧନ କ୍ଷୟ ହୋଇଥାଏ। ଏବଂ ଯୋଉ ଭୂମିରେ କୋଇଲା, ସୀସା, କଳା କାଠ, ଅଙ୍ଗାର ସେ ଭୂମିକୁ ଯୋଉ ମିଳିଥାଏ ତାକୁ ଆସୁରୀ ଭୂମି ବୋଲି କୁହାଯାଏ। ଏଇ ଭୂମିକୁ ସର୍ବଥା ତ୍ୟଜ୍ୟ, ଜମା ବି ସେଥିରେ ଘର କରିବା କଥା ନୁହଁ। ଆଜିର ସେସନରେ ଆମେ ଗଲେ ଗୋଟେ ବେସିକ ଆଇଡିଆ ନେଲେ ଗୋଟେ ଜମି ଗୋଟେ ଦେଖିବାକୁ ଗଲେ ଆରେ କଣ ଦେଖୁଛୁ ଜମି, ଏଇଟା କହନ୍ତି ପରଖ ଆଉ ନିରେଖ। ଠିକ ଅଛି, ତ ଆଜିର ସେସନ ପାଇଁ ଏତିକି, ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।